प्रेम नहीं छिप सकई लाख छिपाए कोई। प्रेम नहीं छिप सकई लाख छिपाए कोई। प्रेम न मुख खोले कभहु नैन देत हैं रोए। अर्थात बहु चेष्टा सत्वे आंतरिक प्रेम को केही हेले गोपन रखिपारे नाही, ताहा प्रकट ही होई जाए। प्रेम बखाणिबा पई बाणीर आवश्यकता नाही, आखिर अश्रु ही एहाको व्यक्त करिदिए। श्रोता बंधु, ए दोहा थिला भारतीय काव्य साहित्यर रहस्यवादी सन्थ रैदास रविदासଙ୍କର। ତାଙ୍କ ମତରେ ମନ ନିର୍ମଳ ଥିଲେ ଶରୀର ତୀର୍ଥଧାମ। ତେଣୁ ସେ କହୁଥିଲେ ଯେ ମନ ଚଙ୍ଗା ତ କଠୌତି ମେ ଗଙ୍ଗା, ମନ ଚଙ୍ଗା ତ କଠୌତି ମେ ଗଙ୍ଗା। ଶ୍ରୋତାବନ୍ଧୁ, ସନ୍ଥ ରୈଦାସଙ୍କର ଜୟନ୍ତୀ ଏଇ ଫେବୃଆରୀ 12 ତାରିଖରେ ଅଛି। ତାଙ୍କରି ଜୀବନର ଏକ ଘଟଣାକୁ ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି। ଭାରତୀୟ କାବ୍ୟ ସାହିତ୍ୟରେ ସନ୍ଥ ରାଇଦାସ ଜଣେ ରହସ୍ୟବାଦୀ ସନ୍ଥ। ପଞ୍ଚଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଗତିଶୀଳ ଥିବା ଭକ୍ତି ଆନ୍ଦୋଳନରେ ସେ ଜଣେ ଆଧ୍ୟାତ୍ମିକ ଗୁରୁ ଭାବରେ ସାମାଜିକ ସଂସ୍କାର ସହିତ ଆଧ୍ୟାତ୍ମିକତାର ପ୍ରଚାର କରିଛନ୍ତି। ତାଙ୍କର ପଦଗୁଡ଼ିକ ଗୁରୁ ଗ୍ରନ୍ଥ ସାହେବରେ ସନ୍ନିବେଶିତ ହୋଇଛି। ତାଙ୍କର ସୃଷ୍ଟି ଭିତରେ ରହିଛି ଆଦି ଗ୍ରନ୍ଥ ଏବଂ ପଞ୍ଚବାଣୀ। ସନ୍ଥ ରୈଦାସ ଜଣେ ଚମଡ଼ା ବ୍ୟବସାୟୀ ଥିଲେ। କାଠର ପାତ୍ରରେ ଚମଡ଼ାକୁ ନରମ କରିବା ନିମନ୍ତେ ସେ ପାଣି ରଖୁଥିଲେ। ଏକଦା ଜଣେ ବ୍ରାହ୍ମଣ ଗଙ୍ଗା ସ୍ନାନ କରିବା ନିମନ୍ତେ ଯାତ୍ରାରମ୍ଭ କରିବା ପୂର୍ବରୁ ଜୋତା ହଳେ ଆଣିବା ପାଇଁ ତାଙ୍କ ପାଖକୁ ଗଲେ। ରବିଦାସ ଓରଫ ରାଇଦାସ ବିନା ପଇସାରେ ବ୍ରାହ୍ମଣଙ୍କୁ ଜୋତା ଦେଲେ ଏବଂ ଗୋଟେ କଉଡ଼ି ଦେଲେ ଏବଂ କହିଲେ, ଆପଣ ଯଦି ଗଙ୍ଗା ସ୍ନାନ କରିବା ନିମନ୍ତେ ଯାଉଛନ୍ତି, ଗଙ୍ଗା ମାତାଙ୍କୁ ଏଇ କଉଡ଼ିଟି ଅର୍ପଣ କରିଦେବେ ମୋ ତରଫରୁ। ବ୍ରାହ୍ମଣ ସେଇ କଉଡ଼ି ଧରି ଗଙ୍ଗା ସ୍ନାନ କରିବାକୁ ଆଗକୁ ଚାଲିଲେ। ଗଙ୍ଗା ସ୍ନାନ କରିବା ପରେ ସେ ଗଙ୍ଗା ମାତାଙ୍କୁ ପୂଜା କଲେ ଏବଂ ଯେବେ ଚାଲିବା ଆରମ୍ଭ କଲେ, ସେତେବେଳେ ସେ ଖୁବ୍ ଅନିଚ୍ଛାରେ ଗଙ୍ଗାଙ୍କ ଆଡ଼କୁ ଚାହିଁ କହିଲେ, ମା ଗଙ୍ଗା, ଏଇ କଉଡ଼ିଟି ରାଇଦାସ ଦେଇଛନ୍ତି, ଆପଣ ଆକୁ ଗ୍ରହଣ କରନ୍ତୁ। ଏବଂ କଉଡ଼ିଟିକୁ ଗଙ୍ଗାରେ ସେ ପକାଇଦେଲେ। ସେତିକିବେଳେ ଏକ ଚମତ୍କାର ଘଟଣା ଘଟିଲା। ଗଙ୍ଗା ମାତା ପ୍ରକଟ ହେଲେ ଏବଂ ରୈଦାସଙ୍କ ଦ୍ୱାରା ପ୍ରଦତ୍ତ ସେ ସୁପାରିକୁ ଅର୍ଥାତ୍ ସେ କଉଡ଼ିକୁ ନିଜ ହାତରେ ଗ୍ରହଣ କରିନେଲେ। ଗଙ୍ଗା ମାତା ପ୍ରତି ବଦଳରେ ବ୍ରାହ୍ମଣଙ୍କୁ ଏକ ସ୍ୱର୍ଣ୍ଣ କଙ୍କଣ ଦେଲେ, ଯେଉଁଥିରେ ବହୁ ମୂଲ୍ୟର ରତ୍ନ ଜଡ଼ିତ ଥିଲା ଏବଂ କହିଲେ, ତମେ ଏହାକୁ ନେଇ ରୈଦାସଙ୍କୁ ଦେଇଦବ। ବ୍ରାହ୍ମଣ ଭାବ ବିହ୍ୱଳ ହୋଇପଡ଼ିଲେ ଏବଂ ରୈଦାସଙ୍କ ପାଖକୁ ସେ ଆସିଲେ ଏବଂ କହିଲେ, ହେ ସନ୍ଥ ମହାତ୍ମା, ଆଜି ଯାଏ ମୁଁ ଗଙ୍ଗା ମାତାଙ୍କ ପୂଜା କରି ଆସୁଥିଲି, କିନ୍ତୁ କେବେ ହେଲେ ଗଙ୍ଗାଙ୍କ ଦର୍ଶନ ମୋତେ ପ୍ରାପ୍ତ ହୋଇନଥିଲା। ଆପଣ କିନ୍ତୁ ଏତେ ବଡ଼ ଭକ୍ତ ଯେ ଆପଣଙ୍କର ଭକ୍ତିର ପ୍ରତାପ ଏଭଳି ଯେ ଗଙ୍ଗା ମାତା ସ୍ୱୟଂ ଦର୍ଶନ ଦେଲେ ଏବଂ ଆପଣଙ୍କ କଉଡ଼ିଟିକୁ ସ୍ୱୀକାର କଲେ ଏବଂ ଆପଣଙ୍କୁ ସ୍ୱର୍ଣ୍ଣ କଙ୍କଣ ପ୍ରଦାନ କରିଛନ୍ତି। ଆପଣଙ୍କ କୃପାରୁ ମୋତେ ମାତା ଗଙ୍ଗାଙ୍କ ଦର୍ଶନ ମିଳିଲା। ମୁଁ ଆପଣଙ୍କ ପାଖରେ କୃତଜ୍ଞ। ଏ ଘଟଣା ମଧ୍ୟ ସମଗ୍ର କାଶୀ ଧାମରେ ପ୍ରଘଟ ହୋଇଗଲା। ଆପଣ ଜାଣିଛନ୍ତି, ଯେତେବେଳେ ଗୋଟେ ମଣିଷ ଖୁବ୍ ବିଦ୍ବତ୍ତା ପାଏ, ତାର ଶତ୍ରୁ ମଧ୍ୟ ଅଜସ୍ର ହୋଇଯାଆନ୍ତି। କାରଣ କେହି ଏ ଘଟଣାକୁ, ଏ କଥାକୁ ସହ୍ୟ କରିପାରନ୍ତି ନାହିଁ। ସମସ୍ତଙ୍କ ଭିତରେ ଗୋଟେ ବିଦ୍ୱାନ ପ୍ରତି ଈର୍ଷା ଆଉ ଦ୍ୱେଷର ଭାବ ଯୁଗେ ଯୁଗେ ରହି ଆସୁଛି। ଭକ୍ତ ରୈଦାସଙ୍କ ବିରୋଧୀମାନେ ମଧ୍ୟ ଏଇ କଥାକୁ ମିଥ୍ୟା ଗୋଟେ ଅପପ୍ରଚାର ବୋଲି ନାମିତ କଲେ। କହିଲେ, ଯଦି ରାଇଦାସ ଏତେ ବଡ଼ ଭକ୍ତ, ତେବେ ଆଉ ଗୋଟେ କଙ୍କଣ ଆଣି ଦେଖାନ୍ତୁ ତ। ସନ୍ଥ ତ ସନ୍ଥ ହିଁ ହୋଇଥାନ୍ତି ନା। ପ୍ରକୃତରେ ଭକ୍ତ ରାଇଦାସ ଥିଲେ
ହୃଦୟରୁ ଆତ୍ମାରୁ ଜଣେ ବିରାଟ ସନ୍ଥ। ବିରୋଧୀଙ୍କ କଟୁ ବଚନ ଶୁଣି ହସିଦେଲେ ଏବଂ ଭକ୍ତିରେ ଲୀନ ହୋଇ ଭଜନ ଗାନ କଲେ। ଆଖିରୁ ତାଙ୍କର ଝରୁଥାଏ ଅଶ୍ରୁର ସ୍ରୋତ, କାରଣ ଯେତେବେଳେ ଗୋଟେ ସଚ୍ଚା ଭକ୍ତ ସମ୍ପୂର୍ଣ୍ଣ ରୂପେ ନିଜକୁ, ନିଜ ଜୀବନକୁ, ନିଜ ଆଚରଣକୁ, ନିଜ ଉଚ୍ଚାରଣକୁ ଈଶ୍ୱରଙ୍କ ପାଖରେ ଅର୍ପଣ କରିଦେଇଥାଏ ଏବଂ ଯେତେବେଳେ ପ୍ରକୃତରେ ଈଶ୍ୱରଙ୍କ ଆଶୀର୍ବାଦ ତାକୁ ମିଳିଥାଏ, ସେ ଆଉ ସାଧାରଣ ହେଇକି ନଥାଏ। ସମସ୍ତେ ସାଧାରଣ ତାକୁ ମନେ କରନ୍ତି, କିନ୍ତୁ ତାର ସାଧାରଣପଣ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ପାଖରେ ଅର୍ପିତ ହୋଇଯାଇଥାଏ ଏବଂ ସେ ଏତେ ବିହ୍ୱଳ ହେଇଥାଏ ଯେ ସେ ଜାଣିପାରୁଥାଏ ଈଶ୍ୱରଙ୍କ ଛତ୍ର ଛାୟା ତଳେ ସେ ରହିଛି। ସେ ଭଜନ ଗାନ କଲେ। ରାୟଦାସ ଚମଡ଼ା ସଫା କରିବାକୁ ରଖିଥିବା ଗୋଟେ କାଠ ପାତ୍ରରେ ଜଳ ଭରିକି ରଖିଥିଲେ। ତାଙ୍କୁ ବହୁତ ଦୁଃଖ ଲାଗୁଥାଏ, ତାଙ୍କ ଭିତରେ ତାଙ୍କର ଅନ୍ତରାତ୍ମାକୁ ବାଧୁଥାଏ ଲୋକମାନଙ୍କର କୁତ୍ସା। ସେ ଏଇ ପାତ୍ରର ଜଳରେ ଗଙ୍ଗାଙ୍କୁ ଧ୍ୟାନ କଲେ। ଗଙ୍ଗା ପ୍ରକଟ ହେଲେ ଏବଂ ରାୟଦାସଙ୍କୁ ଆଉ ଏକ କଙ୍କଣ ଉପହାର ସ୍ୱରୂପ ଦେଲେ। এই ଘଟଣା ଦେଖି ରାୟଦାସଙ୍କ ବିରୋଧୀଙ୍କ ମୁଣ୍ଡ ତଳକୁ ହୋଇଗଲା ଏବଂ ସନ୍ଥଙ୍କର ସେମାନେ ସବୁ ଜୟ ଜୟକାର କଲେ। ଏ ସମୟରୁ ଏକ ଦୋହା ପ୍ରସିଦ୍ଧ ମଧ୍ୟ ହୋଇଗଲା, ମନ ଚଙ୍ଗା ତ କଠୌତି ମେ ଗଙ୍ଗା, ଅର୍ଥାତ୍ ମନ ନିର୍ମଳ ଥିଲେ ଗଡ଼ିଆ ଗଙ୍ଗା ଓଡ଼ିଆରେ କୁହାଯାଏ, ମନ ନିର୍ମଳ ଥିଲେ ଶରୀର ହେଉଛି ତୀର୍ଥଧାମ। ଭକ୍ତ ରାୟଦାସ ନିଜ ତପୋ ବଳରେ ନିଜ କାଠ ପାତ୍ରରେ ଗଙ୍ଗାବତରଣ କରେଇବା ସମ୍ଭବ କରେଇ ପାରିଲେ। ଏମିତିକି ସନ୍ଥ କବୀର ଦାସଙ୍କୁ ମଧ୍ୟ ନିଜ କାଠ ପାତ୍ରରେ ଗଙ୍ଗାଙ୍କର ଦର୍ଶନ କରେଇଥିଲେ। ଶ୍ରୋତାବନ୍ଧୁ, ଆମ ଶରୀରରେ 72,000 ସୂକ୍ଷ୍ମତମ ନାଡି ରହିଛି। ଶିବ ସଂହିତାରେ ଏହାର ସଂଖ୍ୟା 3.5 ଲକ୍ଷ ବୋଲି କୁହାଯାଇଛି। ଏହି ନାଡି ଗୁଡ଼ିକ ଆମ ମସ୍ତକରେ ଥିବା କେଶଠାରୁ ମଧ୍ୟ ଅଧିକ ସୂକ୍ଷ୍ମ। ଏଥିରେ ଊର୍ଜା ଅର୍ଥାତ୍ ଶକ୍ତି ପ୍ରବହମାନ ହୁଏ। ଏହି ନାଡି ସବୁ 3 ନାଡିରେ ଅନ୍ତର୍ଭୁକ୍ତ। ସେଗୁଡ଼ିକ ହେଲା ଇଡା, ପିଙ୍ଗଳା, ସୁଷୁମ୍ନା। ଏହାକୁ ଗଙ୍ଗା, ଯମୁନା, ସରସ୍ୱତୀ ମଧ୍ୟ କୁହାଯାଏ। ଏହାର ସ୍ଥାନ ହେଉଛି ମେରୁଦଣ୍ଡ ଭିତରେ। ଇଡା ଆମ ବାମ ପାର୍ଶ୍ୱ ନାସା ଦେଇ, ପିଙ୍ଗଳା ଦକ୍ଷିଣ ନାସା ଦେଇ ଶ୍ୱାସ ପ୍ରବାହ କରୁଛି। 3 ନାଡି ଆସି ଠିକ୍ ମେରୁଦଣ୍ଡରୁ ଆମ ଗଳାଠାରେ ମିଳିତ ହୁଅନ୍ତି। ଏହାର ସମ୍ମୁଖରେ ଯେଉଁ ଲଲାଟ ରହିଛି, ସେଇଠି ହିଁ ଆଜ୍ଞା ଚକ୍ର ଅଛି। ଆଜ୍ଞା ଚକ୍ରର ତ୍ରିକୋଣରେ ଏକ ଜ୍ୟୋତିବିନ୍ଦୁ ଅଛି। ତାକୁ ସନ୍ଥ ମହାତ୍ମା ମାନେ ପ୍ରୟାଗରାଜ ଅନ୍ତର ସଙ୍ଗମ ସ୍ଥଳ ବୋଲି ନାମିତ କରନ୍ତି। ସେମାନଙ୍କ ମତରେ ଏଇ ଆଜ୍ଞା ଚକ୍ରର ଜ୍ୟୋତିବିନ୍ଦୁରେ ହିଁ ଗଙ୍ଗା, ଯମୁନା, ସରସ୍ୱତୀ ଏକତ୍ର ଥାନ୍ତି। ଶ୍ରୋତାବନ୍ଧୁ, କହିବାର ଆଭିମୁଖ୍ୟ ହେଉଛି ମନରେ ଗଙ୍ଗାଙ୍କ ସ୍ଥିତି। ମନ ନିର୍ମଳ ଥିଲେ ଶରୀରରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରୟାଗ ଧାମ, ତୀର୍ଥ ଧାମ, ଗଙ୍ଗା, ଯମୁନା, ସରସ୍ୱତୀଙ୍କ ନିବାସ ସ୍ଥାନ। ଏହି ଅବସ୍ଥା ସହଜରେ ଗୋଟେ ସାଧକକୁ ପ୍ରାପ୍ତ ହୁଏନି। ଶ୍ରୋତାବନ୍ଧୁ, ଏହି ଅବସ୍ଥା ନିରନ୍ତର ସାଧନାର ପରିଣାମରୁ ହିଁ ପ୍ରାପ୍ତ ହୋଇଥାଏ। ଏଥିପାଇଁ ଆବଶ୍ୟକ ଗୁରୁ ନିର୍ଦ୍ଦେଶିତ ମାର୍ଗ। ଗୁରୁ ନିର୍ଦ୍ଦେଶିତ ମାର୍ଗରେ ଯୋଗ ସାଧନା, ଇଷ୍ଟ ନାମ ସ୍ମରଣ ଦ୍ୱାରା ଏହି ସୂକ୍ଷ୍ମ ନାଡିରେ କମ୍ପନ ହୁଏ। ଆପଣମାନେ ଲକ୍ଷ୍ୟ କରିଥିବେ ଯେ ଯେତେବେଳେ ଚୈତନ୍ୟପନ୍ଥୀ ମାନେ ହରେ କୃଷ୍ଣ ହରେ ରାମ ନିତାଇ ଗୌର ରାଧେ ଶ୍ୟାମ ବୋଲି ଗାଆନ୍ତି, ହାତ ଉପରକୁ କରି ଆତ୍ମସମର୍ପଣର ଭାବରେ ସେମାନଙ୍କ ଆଖିରୁ ଛଳ ଛଳ ଅଶ୍ରୁ ନିର୍ଗତ ହେଉଥାଏ ଏବଂ ସେମାନେ ଅଷ୍ଟପ୍ରହର ସେମିତି ନାଚୁଥାନ୍ତି ଧୂଳି ଉଡ଼େଇ। କୋଉ ନିଶା, କୋଉ ଆହ୍ଲାଦ ସେମାନଙ୍କୁ ସେମିତି କରିଥାଏ? ତାହା ହିଁ ହେଉଛି ଏକ ପ୍ରକାର କମ୍ପନ। ସାଧନାର ଶୀର୍ଷରେ ପହଞ୍ଚିଲା ପରେ ସାଧକ ତା ଭିତରେ ଈଶ୍ୱରଙ୍କ ପ୍ରତି ତାର ଭଲ ପାଇବା, ତାର ଯୋଉ ସମର୍ପଣ, ତାର ଯୋଉ ଅନୁଭବକୁ ନେଇକି ତା ଭିତରେ କମ୍ପନ ସୃଷ୍ଟି ହୁଏ। এই କମ୍ପନ ହେତୁ ତା ଭିତରେ ନାଦ ଗୁଞ୍ଜିତ ହୁଏ। ଆମର ମନ ସେହି ନାଦରେ ନିମଗ୍ନ ହେବାକୁ ଲାଗେ।
ତାର ମାଧୁର୍ଯ୍ୟ, ତାର ଜ୍ୟୋତିରେ ଆମ ମନ ସଂସାର ଠାରୁ ବୈରାଗ୍ୟ ଆଡ଼କୁ ଅଗ୍ରସର ହୁଏ। ଶ୍ରୋତା ବନ୍ଧୁ, ଏଇ ନାଦର ସହାୟତାରେ ମନ ଆଜ୍ଞା ଚକ୍ର ଯାଏ ପହଞ୍ଚିଯାଏ। ସେଇଠି ଥିବା ଜ୍ୟୋତି ବିନ୍ଦୁରେ ତାହା ସ୍ଥିର ହୋଇଯାଏ। ମନକୁ ଏଠାରେ ସ୍ଥିର କରିବାକୁ ରାୟଦାସ କଠୌତି ମେ ଗଙ୍ଗା ବୋଲି କହିଥିଲେ। ପ୍ରକୃତରେ ମାନସିକ ଶୁଦ୍ଧ ସ୍ନାନ ହିଁ ଗଙ୍ଗା। ଅର୍ଥାତ୍ ମନ ଯେଡ଼େ ପ୍ରଭୁ ତେଡ଼େ। ଆମର ମନ ଯେଡ଼େ ଆମର ପ୍ରଭୁ ତେଡ଼େ। ମନ ଅନୁସାରେ ଗଡ଼ିଆ ଗଙ୍ଗା। ମନ ନିର୍ମଳ ଥିଲେ ଶରୀର ତୀର୍ଥଧାମ। ଏବଂ ପ୍ରକୃତରେ ଯେଉଁ ରୈଦାସଙ୍କର ଯେଉଁ ଉକ୍ତି ଥିଲା, ମନ ଚଙ୍ଗା ତ କଠୌତି ମେ ଗଙ୍ଗା, ତାହା ନିଶ୍ଚିତ ଭାବରେ ସତ୍ୟ। ମନ ଶୁଦ୍ଧ ଥିଲେ, ନିୟତ ଯଦି ବିଶୁଦ୍ଧପଣ ଭିତରେ ସେ ନିମଗ୍ନ ଥାଏ, ତାହେଲେ ପ୍ରତ୍ୟେକ କାର୍ଯ୍ୟ ଗଙ୍ଗା ଭଳି ପବିତ୍ର ମଧ୍ୟ ହୋଇଯାଏ। ଆଜିର ଅଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।